ମୟୂରଭଞ୍ଜ ଜିଲ୍ଲାର ଗୁରୁମହିଷାଣୀ ଲୌହ ଖଣି ଅଞ୍ଚଳ ଗୁରୁମହିଷାଣୀ କୁଲେଇଶିଳା ବଜାର ଛକରେ ବହୁ ପ୍ରତୀକ୍ଷିତ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। 1994 ମସିହାରୁ ଏଠାରେ ହନୁମାନଙ୍କର ପୂଜାର୍ଚ୍ଚନା କିଛି ଧାର୍ମିକ ଲୋକଙ୍କ ଦ୍ୱାରା କରାଯାଉଥିଲା। କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କେବେ ହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ହେବ? ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଏନେଇ କିଛି ସ୍ଥାନୀୟ ଧାର୍ମିକ ଲୋକ ଏଥିପାଇଁ ଦିନ ରାତି ଏକ କରି ମନ୍ଦିର ପ୍ରତିଷ୍ଠା କରିବା ନେଇ ସଂକଳ୍ପ ନେଇ ଶେଷରେ ସାକାର କରିଛନ୍ତି। ଗତ 16 ତାରିଖ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ମଙ୍ଗଳବାର ଦିନ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। 155 ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇଥିଲା। ପରେ ଶ୍ରୀ ବିଗ୍ରହଙ୍କ ନଗର ପରିକ୍ରମା ଓ ଯଜ୍ଞାଦି କାର୍ଯ୍ୟକ୍ରମ ମୁଖ୍ୟ ପୂଜକ ମାନସ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବରେ ରାଜେଶ ସାହୁ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ୱ ନିଭାଇଥିଲେ। ସନ୍ଧ୍ୟାରେ ବିଗ୍ରହଙ୍କର ଗର୍ଭଧାନ କର୍ମ ଏବଂ ବିଶେଷ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 17 ତାରିଖ ବୁଧବାର ରାମନବମୀ ଦିନ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଓ ରାମନବମୀ ପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଆଜି ଗୁରୁବାର ଦଶମୀ ପୂର୍ଣ୍ଣାହୁତି କର୍ମ ଓ ଦଶଦାନ କର୍ମ ଅନୁଷ୍ଠିତ ହୋଇଥିଲା। ହନୁମାନ ବିଗ୍ରହ ପ୍ରତିଷ୍ଠା ଦେଖିବାକୁ ଆଖପାଖ ପଡୋଶୀ ଝାଡଖଣ୍ଡ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁମାନେ ପହଞ୍ଚି ଠାକୁରଙ୍କର ଦର୍ଶନ ଦେଖି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ। 3 ଦିନ ଧରି ପାଲା, ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜି ସନ୍ଧ୍ୟାରେ ଆଖଡା କମିଟି ତରଫରୁ ସଦସ୍ୟ ଓ ରାମଭକ୍ତମାନେ ଶ୍ରୀରାମଙ୍କ ପତାକା ଧରି ଶୋଭାଯାତ୍ରାରେ ଗୁରୁମହିଷାଣୀ ବଜାର ପରିକ୍ରମା କରିଥିଲେ। ବିଭିନ୍ନ ଆଖଡା ସଦସ୍ୟମାନେ ଲାଠି ଦ୍ୱାରା ବିଭିନ୍ନ ଖେଳ କୌଶଳ ପ୍ରଦର୍ଶନ କରି ଦେଖଣାହାରୀଙ୍କର ମନ କିଣି ନେଇଥିଲେ। ସମଗ୍ର ଗୁରୁମହିଷାଣୀ ଅଞ୍ଚଳ ରାମମୟ ହୋଇ ଉଠିଥିଲା। ପୁଲିସ ତରଫରୁ ଆଇନ ଶୃଙ୍ଖଳା ପ୍ରତି କଡ଼ା ନଜର ରଖାଯାଇଥିଲା। କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଶୋକ ମହାନ୍ତ, ସଭାପତି ଦୟାନିଧି ମହାକୁଡ, ସମ୍ପାଦକ ଉମେଶ ମହାନ୍ତ, ଉପସଭାପତି ଦୁର୍ଗାପ୍ରସନ୍ନ ମହାନ୍ତି, ଅମିତ ମହାନ୍ତଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବାରୁ ଶ୍ରୀ ରାମନବମୀ ପୂଜା କମିଟି କୁଲେଇଶିଳା ଗୁରୁମହିଷାଣୀଙ୍କ ତରଫରୁ ସମସ୍ତ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଯାଇଛି। ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ୱାଳଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ।